ଯାହାଙ୍କ କୋହଭରା କଣ୍ଠର ସଂଳାପ ଶୁଣିଲେ ଦର୍ଶକଙ୍କ ଆଖିରୁ ଝରି ଆସେ ଲୁହ। ବିଭିନ୍ନ ନାଟକ ମଞ୍ଚରେ ନିଜର ଅଭିନୟର ପାରଦର୍ଶିତା ପରିଦର୍ଶନ କରି ସ୍ୱତନ୍ତ୍ର ସ୍ଥାନ ଅକ୍ତିଆର କରିଛନ୍ତି ମଞ୍ଚ ଅଭିନୟରେ। ଆମେ ଅଛୁ ରାଜନନ୍ଦିନୀ ଅପେରା ଗ୍ରୀନ ରୁମ୍ରେ, ଆଉ ଆମ ପାଖରେ ଅଛନ୍ତି ବର୍ଷିଆନ ମଞ୍ଚ ଅଭିନେତ୍ରୀ ଟୁନିଆ ମଲ୍ଲିକ। ସିଧାସଳଖ ଯୋଡ଼ି ହେବା ଆଉ ପ୍ରତିକ୍ରିୟା ନେବାକୁ ଚେଷ୍ଟା କରିବା। ମ୍ୟାଡ଼ାମ୍ ସ୍ୱାଗତ କରିବି ନ୍ୟୁଜ୍ 7 କୁ। କ'ଣ କହିବେ, କେତେ ବର୍ଷର ଯାତ୍ରା, କାହା ଦ୍ୱାରା ଅନୁପ୍ରାଣିତ ହେଇକି ନାଟକ ମଞ୍ଚକୁ ଆଗ୍ରହ ପ୍ରକାଶ କଲେ? ମୁଁ ଫାଷ୍ଟ ଅନ୍ନପୂର୍ଣ୍ଣା ଥିଏଟରରେ ଥିଲି। ସେଠିକି ମୋର ଜଣେ ମାଉସୀ ଝିଅ ଭଉଣୀ ଅନ୍ନପୂର୍ଣ୍ଣା ଲେଙ୍କା, ସିଏ ମୋତେ ନେଇକି ଯାଇଥିଲେ। ସିଏ ଥିଏଟରରେ ହିରୋଇନ୍ କରୁଥିଲେ। ତାପରେ ଲୋକନାଥ ଲେଙ୍କା ଙ୍କ ମିସେସ୍, ସିଏ ତାଙ୍କର ଗୋଟେ ବଡ଼ ପରିଚୟ। ଆଉ ତାପରେ ଯାତ୍ରାକୁ ମୁଁ ଆସିଲି, ତୁଳସୀ ଗଣନାଟ୍ୟ ଆସିଲି। ଚିନୁ ବାବୁ, ଶିବ ବାବୁ ଏମାନେ ପ୍ରସ୍ତାବ ପକେଇକି ମୁଁ ଆସିଲି, ନେଇକି ଆସିଲି ମୋତେ ତୁଳସୀ ଗଣନାଟ୍ୟ। ସେଠି ଫାଷ୍ଟ ଆସିଲି। ଆସିକି ମୁଁ ଆକ୍ଚୁଆଲି ଆସିଥିଲି ମାନେ ସେତେବେଳେ ଗୋଟେ ଏଇ ଯେଉଁ ଡ୍ୟାନ୍ସ ରେକର୍ଡ଼ ଡ୍ୟାନ୍ସ ଷ୍ଟାର୍ଟ ହେଲା, ସେମାନେ ମୋତେ ନେଇକି ଆସିଥିଲେ ଡ୍ୟାନ୍ସ ପୋଷ୍ଟରେ। କିନ୍ତୁ ରମେଶ ପାଣିଗ୍ରାହୀ ଯିଏ ବହୁତ ବଡ଼ ଡିରେକ୍ଟର ରାଇଟର, ଜାଣିଥିବେ ସମସ୍ତେ ରମେଶ ସାର୍ଙ୍କୁ, ରମେଶ ପାଣିଗ୍ରାହୀ, ସିଏ ମୋତେ ଦେଖିଲା ପରେ କହିଲେ ଯେ ପିଲାଟା ଭଲ କରିପାରିବ ବୋଧେ ରୋଲ୍। ମୋତେ ଇଣ୍ଟରଭ୍ୟୁ ନେଲା ପରେ ମୋ ପାଇଁ ଗୋଟେ କ୍ୟାରେକ୍ଟର, ସେ ନାଟକ ତାଙ୍କର ସରିଯାଇଥିଲା ସେତେବେଳେ। ଚିତ୍ତପଣ୍ଡା, ବାସନ୍ତୀ ବାରିକ କରିଥିଲେ ହିରୋ ହିରୋଇନ୍, ତାଙ୍କ ପାଖରୁ ନାଟକ ସରିଯାଇଥିଲା। ତାପରେ ସେ କହିଲେ ନାଇଁ ନାଇଁ, ଏଇ ପିଲାଟାକୁ ମୁଁ ଗୋଟେ ଚାନ୍ସ ଦେବି କହିକି ପୁଣି ଗୋଟେ କ୍ୟାରେକ୍ଟର ତିଆରି କଲେ। ତାପରେ ମୋର ସେଇଠୁ ସେଟା 3 ନମ୍ବର ହିରୋଇନ୍ ଥିଲା। ତାପରେ ଫାର୍ଷ୍ଟ ଇୟର ନାଟକ ମୋର ବଡ଼ଦାଣ୍ଡ ପୁରୀ, ସେଇ ଧନରେ ମୋର କଳାମାଣିକ, ଏମିତି ଚାଲିଲା। ତାପରେ ଆଉ ଆଜି ପର୍ଯ୍ୟନ୍ତ ଚାଲିଛି। ତ ପ୍ରଥମେ ନୃତ୍ୟଶିଳ୍ପୀରେ ଅପେରା ମଞ୍ଚରେ ଏଣ୍ଟ୍ରି କଲେ, ଆଉ ତାପରେ ମୁଖ୍ୟ ଅଭିନେତ୍ରୀ ମଧ୍ୟ କିଛି ଦିନ ପଦ ଆପଣ ନିଭେଇଛନ୍ତି। ବର୍ତ୍ତମାନ ଚରିତ୍ର ଅଭିନେତ୍ରୀ, କେମିତି ଗୋଟେ ଲମ୍ବା ଜର୍ଣ୍ଣି ଥିଲା, କେମିତି ଥିଲା ସେତେବେଳର ନାଟକ ଆଉ ଏବେର ନାଟକ ଭିତରେ କ'ଣ ତଫାତ୍ ଲେଖୁଛନ୍ତି? ସେତେବେଳ ନାଟକ ଏବେର ନାଟକ ଭିତରେ ବହୁତ ତଫାତ୍ ମୁଁ କହିବି। କାହିଁକିନା କିଏ କେତେ ପ୍ରକାର କହୁଛନ୍ତି ଯେ ଏବେ ନାଟକ ଭଲ ଲାଗୁଛି, ମୋତେ ସେତେବେଳେ ନାଟକ ଭଲ ଲାଗୁଥିଲା। ସେତେବେଳେ ସବୁ ଜିନିଷକୁ ତଦାରଖ କରାଯାଉଥିଲା। ରାଇଟର ଡିରେକ୍ଟର ବହୁତ ସମୟ ପାଉଥିଲେ ନାଟକଟିଏ କରିବା ପାଇଁ। ଆଉ ଯେଉଁମାନଙ୍କୁ ଦିଆଯାଉଥିଲା ଏଇ ରୋଲରେ ଏଇ ଫିଟ୍, ମାନେ ମୁଁ କହୁଛି ମୋର ଫାର୍ଷ୍ଟ ଇୟର ନାଟକ ଥିଲା ଗୋଟେ ବଡ଼ଦାଣ୍ଡ ପୁରୀ। ମୁଁ ସେତେବେଳେ କେତେ 14-15 ବର୍ଷର ହେଇଥିଲି। ସେଇଟା ଗୋଟେ 14-15 ବର୍ଷର ଝିଅର ମାନେ କ୍ୟାରେକ୍ଟର ଥିଲା। ଆମେ ଯଦି ଗୋଟେ 30 ବର୍ଷର ଝିଅକୁ 14 ବର୍ଷର କରିବା, ସେଇଟା କ'ଣ ଭଲ ଲାଗିବ କି? ନା 14 ବର୍ଷର ଝିଅଟାକୁ ଗୋଟେ ମା ରୋଲ୍ ଦେଲେ ଭଲ। ଏବେ ସେଇଟା ହିଁ ହେଇଯାଇଛି ଯେ ଯଦି ମାନେ ମୋ କହିବା ଅନୁସାରେ ତ ବୟସ ଅନୁସାରେ ଯଦି ଚରିତ୍ର ଦିଆଯିବ ଠିକ ହବ। ତାପରେ ମୋ କହିବା ଅନୁସାରେ ଆଗର ନାଟକ, ଆପଣ ପଚାରିବା ଅନୁସାରେ ମୁଁ କହୁଛି, ଆଗ ନାଟକ ଏବେ ନାଟକର ତଫାତ୍ ହଉଛି ଏଇଆ, ଗୋଟେ ରାଇଟର ଏଇ ଆର୍ଟିଷ୍ଟ ଏଇ ଅଛନ୍ତି, ତାଙ୍କର ଏଜ୍ ଏଇଆ, ଏଇଭଳିଆ ନେଚର ସେ ଝିଅଟା, ତାଙ୍କୁ ସେମିତି ଗୋଟେ କ୍ୟାରେକ୍ଟର ଦଉଥିଲେ ଯାହାଫଳରେ କି କ୍ୟାରେକ୍ଟରଟା ତାଙ୍କୁ ମ୍ୟାଚ୍ କରି ଯାଉଥିଲା। ଏବେ କ'ଣ ହଉଛି ନା, ତାଙ୍କର ସମୟ ଅଭାବରୁ ହଉ କି ତାର କ'ଣ, ମୁଁ ଜାଣିବାକୁ ଜାଣିଛି, ଜାଣିବାକୁ ବି ମାନେ ଜାଣିନି ବୋଲି ନୁହଁ, କିନ୍ତୁ କହିବାକୁ ପସନ୍ଦ କରୁନି ଠିକ ସେ କ୍ୟାରେକ୍ଟର ମାନେ ଦିଆଯାଉନି ବୋଲି। ହଁ, ସେଥିପାଇଁ ଯଦି କହିବା ଅନୁସାରେ ଯେ ନାଟକ କାହିଁ ଆଗରୁ ଭଲ ହଉଥିଲା ଏବେ ଭଲ ହଉନି, ସେଥିପାଇଁ ବି ଭଲ ନ ହେଇପାରେ ଏଇଆ। ଆଉ ଏବେ ତ ମା ରୋଲ, ଶୁଣନ୍ତୁ, ମା ରୋଲ ଆଉ ହିରୋଇନ ଏଗୁଡ଼ାକରେ କିଛି ଇଏ ନୁହଁ। ମା ବି ହିରୋଇନ, ହିରୋଇନ ବି ମା। ତାମାନେ ମୁଁ ଯେତେବେଳେ 17 ବର୍ଷରେ ଥିଲି, 70 ବର୍ଷର ବୁଢ଼ୀ ରୋଲ୍ ବି କରିଛି ତୁଳସୀ ଗଣନାଟ୍ୟରେ। ଆଉ ଏବେ ତ ସେଇ ଏକ୍ସପିରିଏନ୍ସ, ଯାତ୍ରାର ଏକ୍ସପିରିଏନ୍ସ ହେଇଗଲା ପରେ ମାଆରେ କିଛି ଇଏ ନାହିଁ। ସେଇ ଜିନିଷଟାକୁ ବୁଝିଯିବା ଦରକାର, ଘଟଣାଟା ବୁଝିଯିବା ଦରକାର। ମୁଁ କିଏ, କ'ଣ ଘଟଣାଟା ହେଉଛି ଷ୍ଟେଜ ଉପରେ, କ'ଣ ସିକ୍ୱେନ୍ସ ଅଛି, ସେଟାକୁ ମ୍ୟାଚ୍ କରିକି ଡାଇଲଗ, ମେନ୍ କଥା ହେଲା ମୁଣ୍ଡ ଭିତରେ ପଶେଇ ଦେବାର ଅଛି ଘଟଣାଟା କ'ଣ, ଆମେ କୋଉ ଚରିତ୍ର ଆଉ ଘଟଣାଟା କ'ଣ ଘଟୁଛି, ତ ସୁବିଧା ହବ ଆର୍ଟିଷ୍ଟ। ଗୋଟେ କହିବା ଯଦି ଗୋଟେ ଦୁଃଖ ଭରା ଦୃଶ୍ୟ ଅଛି ଯୋଉଥିରେ କି ବେଳେବେଳେ ଅଭିନେତ୍ରୀ ମଞ୍ଚ ସେମାନେ ମଧ୍ୟ କାନ୍ଦିଥାନ୍ତି, ଯାହାଦ୍ୱାରା କି ଦର୍ଶକ ମଧ୍ୟ କାନ୍ଦିଥାନ୍ତି, ସେଇଟା କେତେ ଦୂର ଠିକ୍ ଠାକ୍ ଅଛି? ହଁ ଠିକ୍, ତ ନିଶ୍ଚିନ୍ତ। ମୁଁ ତ ଆଜି ପର୍ଯ୍ୟନ୍ତ ଦେଖନ୍ତୁ 27-28 ବର୍ଷ ହେଲା ମୁଁ ଆସିକି ଯାତ୍ରା କ୍ୟାରିୟର କଲିଣି। ନିଜେ ମୁଁ ଯଦି ଠିକ୍ କରିବି ତାହେଲେ ଦର୍ଶକଙ୍କୁ
ଠିକ ଲାଗିବ। ମୁଁ ଯଦି ଠିକ ନ କରିପାରିବି ଦର୍ଶକକୁ ଠିକ ଲାଗିବନି। ମୁଁ ଆପଣଙ୍କୁ ଯେମିତି ଜିନିଷଟା ଦେବି ମାନେ ମୋର ଭାବଟା ଯେମିତି ଦେବି ତାଙ୍କ ପାଖରୁ ଭାବଟା ହିଁ ମୁଁ ସେମିତି ପାଇବି। 28 ବର୍ଷ ଧରି ବର୍ତ୍ତମାନ ମଞ୍ଚରେ ଅଭିନୟ କରି ଆସୁଛନ୍ତି। କୋଉ ନାଟକ ସଫଳତା ଦେଇଥିଲା, ଯଥେଷ୍ଟ ସଫଳତା ଦେଇଥିଲା? ଟୁନିଆ ମଲ୍ଲିକ ଗୋଟେ ପରିଚୟ ସୃଷ୍ଟି କରିଥିଲା। ମୋର ତୁଳସୀ ନାଟ୍ୟର ବଡ଼ଦାଣ୍ଡ ପୁରୀ, ସୁର ସାରଙ୍କ ସାନ ଝିଅ। ତାପରେ ମୁଁ ବାଣେଶ୍ୱରୀ ଆସିଲି, ମତେ ବହୁତ ଭଲ ଲାଗିଥିଲା। ମୁଁ ଲୋକମାନେ ଯାହା ଚିହ୍ନିଲେ କି ଜାଣିଲେ, ସ୍ୱାମୀକି ଛୁଇଁଲେ ପାପ, ସଜେଇ ଦେଲ ବେଦିକି ଯିବି, ଟୋକିଟା ବଡ଼ ବୋକିଟା, ଗୌରୀ କର୍ଣ୍ଣାଟରେ ଅର୍ଦ୍ଧାଙ୍ଗିନୀ, ଶହେ ମାନସିକ ତୋରି ପାଇଁ, ବାଜିଗଲ ସାହା ନାହିଁ, ତୋ ଖୁସିରେ ମୋ ଖୁସି, ଡାକ ପଙ୍ଗଳା, ବହୁତ ନାଟକ ଅଛି। କିନ୍ତୁ ମତେ ଭଲ ମୁଁ ନିଜକୁ ମତେ ବହୁତ ଭଲ ଲାଗିଥିଲା। ମୁଁ ନିଜେ ସେଥିରେ ସନ୍ତୁଷ୍ଟ ଥିଲି। ଗୋଟେ ନାଟକ ଥିଲା ସଜେଇ ଦେଲ ବେଦିକି ଯିବି, ବହୁତ ଭଲ ନାଟକ। ଆଉ ମତେ ବହୁତ ଭଲ ଲାଗେ, ମୁଁ ନିଜକୁ ସନ୍ତୁଷ୍ଟ ଲାଗେ ସେ କ୍ୟାରେକ୍ଟର କରିବା ପାଇଁ। ତାପରେ ମୁଁ ଯଦି କ୍ୟାରେକ୍ଟର କରିଛି, ଏଇ କ୍ୟାରେକ୍ଟର କରିଲା ପରେ ସେ କ୍ୟାରେକ୍ଟର କରିବା ପାଇଁ ମତେ ଇଜି ହେଇଛି। ସେ କ୍ୟାରେକ୍ଟରଟା ମୋ ପାଇଁ ବହୁତ କଷ୍ଟ ଥିଲା। ଆଉ ହରବାରିକ ସାର୍ ଆଉ ମୀନକେତନ ଦାସ ସାର୍ ସେମାନେ ମତେ ଦେଇଥିଲେ, ଗୋଟେ ରିସ୍କ ନେଇକି ଦେଇଥିଲେ। ଯାହା ବତେଇଥିଲେ ସେଥିରୁ ମୁଁ କିଛିଟା କରିକି ମତେ ସନ୍ତୁଷ୍ଟ ଲାଗୁଥିଲା, ଲୋକମାନେ ବି ଭଲ କହୁଥିଲେ। ବର୍ତ୍ତମାନ ଦୀର୍ଘ 27-28 ବର୍ଷ ଧରି ଯାତ୍ରା ଲାଇନରେ ଅଛନ୍ତି। ଆଜ୍ଞା। କେତେ ଅନୁଷ୍ଠାନରେ କାମ କଲେଣି? ତୁଳସୀ ଗଣନାଟ୍ୟ, ତାରିଣୀ ଗଣନାଟ୍ୟ, ବାଣେଶ୍ୱରୀ ଗଣନାଟ୍ୟ, ଗୌରୀ ଗଣନାଟ୍ୟ, ତାପରେ କୋଣାର୍କ, ବିଶ୍ୱ ଦରବାର, ଇଷ୍ଟର୍ଣ୍ଣ, ତାପରେ ଧଉଳି, ଏମିତି ଆହୁରି ବି ଅନେକ ଅଛି। ବର୍ତ୍ତମାନ ରାଜନନ୍ଦିନୀରେ କାର୍ଯ୍ୟରତ ଅଛନ୍ତି। ଆଜ୍ଞା। କୋଉ ନାଟକ ଆପଣଙ୍କୁ ସନ୍ତୋଷ ଦଉଛି? ଏଇଟା ଏ ନାଟକ କାଲି ଯୋଉ ଦେଖିଲେ ଆପଣ, ଏମିତି ବିଚାର କେବେ ଦେଖିନି। ବହୁତ ଭଲ ହେଇଛି ନାଟକ, ବହୁତ ଭଲ ହେଇଛି। କ୍ୟାରେକ୍ଟରଟା ବି ମତେ ଭଲ ଲାଗୁଛି କରିବା ପାଇଁ, ମତେ ମ୍ୟାଚ୍ କରୁଛି କ୍ୟାରେକ୍ଟରଟା। ଆଉ ସବୁ ନାଟକ ଭଲ ନାଟକ ଅଛି, କିନ୍ତୁ ମତେ ଏଇ ନାଟକର ମୋ କ୍ୟାରେକ୍ଟରଟା ମତେ ଭଲ ଲାଗୁଛି। ଆଉ ତ ସବୁ ଭଲ ନାଟକ ଅଛି। ଦୀର୍ଘ ବର୍ଷ ଧରି ଗୋଟେ ଅନୁଭୂତି ସମ୍ପନ୍ନ ଅଭିନେତ୍ରୀ କହିଲେ ଅତ୍ୟୁକ୍ତି ହବନି। ପାରିଶ୍ରମିକ କଥା କହିବା, ଠିକ ଠାକ ପାରିଶ୍ରମିକ ମତେ ମିଳିଯାଉଛି? ମିଳୁଛି, ମତେ ମିଳୁଛି ମାନେ ମତେ ଯେତିକି ଦିଆଯାଉଛି ମୁଁ ସେଥିରେ ସନ୍ତୁଷ୍ଟ ଅଛି। ଆଗାମୀ ଦିନରେ ରାଜନନ୍ଦିନୀରେ ରହିବେ ନା ଅନ୍ୟ କୋଉ ପାର୍ଟିରେ ଯିବାର ସମୟ ତ କହିବ ନା। କାଲି ଦିନଟାକୁ କିଏ ଦେଖିଛି ଆଜ୍ଞା? କାଲି ଦିନଟାକୁ ମୁଁ ଆଉ ଦେଖିଛି କି? କାଲି ଦିନଟା ତ କାଲି ଦିନ, ତେଣୁ ସମୟ କହିବ। କାଲି ଦିନରେ କାଲି କଥା କୁହାଯିବ। ଧନ୍ୟବାଦ। ଶୁଣୁଥିଲେ ଟୁନିଆ ମଲ୍ଲିକ, ଯିଏକି ତାଙ୍କର ଯାତ୍ରା ଜୀବନର କାହାଣୀ ବଖାଣୁଥିଲେ। ଆମେ ଥିଲୁ ରାଜନନ୍ଦିନୀର ଗ୍ରୀନ ରୁମ୍ରେ। ଖଲିକୋଟରୁ ଅଶ୍ୱିନ ମହାନ୍ତି।